ଯେ କ'ଣ କଲେ ଜଣେ ବ୍ୟକ୍ତି ପାପ ଉପରେ ଜୟ ପାଇପାରିବ। ପାପ ଉପରେ ଜୟ ପାଇବା ପାଇଁ ଆଜି ଆମେ 5ଟି ଅସ୍ତ୍ର ବିଷୟରେ କଥାବାର୍ତ୍ତା ହେବା। ଆଜିକୁ 2023 ବର୍ଷ ତଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସ୍ୱର୍ଗ ତ୍ୟାଗୀ ମାନବ ରୂପ ଧାରଣ କରି ଏହି ଧରା ପୃଷ୍ଠକୁ ଆସିଲେ। ସେ ଯେପରି ଆପଣା ଲୋକମାନଙ୍କୁ ସେମାନଙ୍କ ସମସ୍ତ ପାପରୁ ଉଦ୍ଧାର କରିବେ, ପରିତ୍ରାଣ କରିବେ, ଏଥିପାଇଁ ସେହି ଜଗତକୁ ଆସିଲେ। ଆଉ ଆଜି ମଧ୍ୟ ସେ ଇଚ୍ଛା କରନ୍ତି ଆମ୍ଭେମାନେ ଯେପରି ଏହି ପାପର ଉପସ୍ଥିତି ମଧ୍ୟରେ ରହି, ପାପର ଜଗତରେ ରହି ଆମ୍ଭେ ଯେପରି ଧର୍ମ ଜୀବନ ଯାପନ କରୁ, ପବିତ୍ର ଜୀବନ ଯାପନ କରୁ, ଏହା ସ୍ୱର୍ଗର ପରମେଶ୍ୱର ଇଚ୍ଛା କରନ୍ତି। ପ୍ରିୟ ଭାଇ ଭଉଣୀମାନେ, ଅନେକ ସମୟରେ ଅନେକ ଭାଇମାନେ ଭଉଣୀମାନେ ସେମାନେ କହନ୍ତି ଯେ ମୁଁ କେତେ ଚେଷ୍ଟା କରୁଛି, ମାତ୍ର ବାରମ୍ବାର ମୋ ଜୀବନରେ ପାପ ହେଇଯାଉଛି, ମୁଁ କ'ଣ କରିବି? ପ୍ରାର୍ଥନା ଗଲା ପରେ, ବାକ୍ୟ ଶୁଣିଲା ପରେ କିଛି ଦିନ ମୁଁ ଭଲରେ ରହୁଛି, ଧର୍ମ ଜୀବନ ଯାପନ କରୁଛି, ମାତ୍ର ଧୀରେ ଧୀରେ ପୁନର୍ବାର ମୁଁ ପାପରେ ପଡ଼ିଯାଉଛି। ଏଥିପାଇଁ ମୋତେ କ'ଣ କରିବା ଆବଶ୍ୟକ ରହିଛି? ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ ପ୍ରଭୁଙ୍କ ବାକ୍ୟରୁ 5ଟି କଥା କହିବା ପାଇଁ ଚାହେଁ। ଏହି 5ଟି କଥା ଆପଣମାନଙ୍କୁ ପାପର ଉପସ୍ଥିତିରୁ ଦୂରକୁ ନେଇଯାଇ ନପାରେ, ମାତ୍ର ପାପର ଶକ୍ତିରୁ ଆପଣଙ୍କୁ ଜୟ ପାଇବା ପାଇଁ, ପବିତ୍ର ଜୀବନ ଯାପନ କରିବା ପାଇଁ ନିଶ୍ଚିତ ଭାବରେ ସାହାଯ୍ୟ କରିବ। ଆସନ୍ତୁ ପ୍ରଥମ ବିଷୟ ବା ପ୍ରଥମ ଅସ୍ତ୍ର ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ଯାହାଦ୍ୱାରା ଆମେ ପାପ ଉପରେ ଜୟ ପାଇପାରିବା। ମୋ ସହିତ ଆପଣମାନେ ଏବ୍ରୀ ପୁସ୍ତକକୁ ଆସିବେ। ଏବ୍ରୀ ପୁସ୍ତକ 4 ଅଧ୍ୟାୟ 15 ଆଉ 16 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପର ହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ୍ର ଭାବେ ପରୀକ୍ଷିତ ହେଲେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ 100% ପରମେଶ୍ୱର ଥିଲେ, 100% ସେ ମନୁଷ୍ୟ ଥିଲେ। ଯେଉଁ ସମୟରେ ସେ ଏହି ଧରା ପୃଷ୍ଠରେ ଥିଲେ, ସେହି ସମୟରେ ଆମ୍ଭେମାନେ ଯେ ପ୍ରକାର ପରୀକ୍ଷିତ ହେଉ, ଆମେ ଯେ ପ୍ରକାର ପାପ ପ୍ରତି ଆମେ ପ୍ରବଞ୍ଚିତ ହେଉ, ଠିକ୍ ସେହି ପ୍ରକାର ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେ ପରୀକ୍ଷିତ ହେଲେ। ସର୍ବ ବିଷୟରେ, ଶାରୀରିକ ଅଭିଳାଷ ହେଉ, ଟଙ୍କାର ଲୋଭ ହେଉ, ହିଂସା ହେଉ, କ୍ରୋଧ ହେଉ, ସବୁ ବିଷୟରେ ସେ ପରୀକ୍ଷିତ ହେଲେ, ମାତ୍ର ପରୀକ୍ଷାରେ ସେ ପଡ଼ିଲେ ନାହିଁ, ପାପ କଲେ ନାହିଁ। ଲେଖାଯାଏ, ପାପର ହିତ ହୋଇ ସେ ପରୀକ୍ଷିତ ହେଲେ। ସେ କାହିଁକି ପାପ କଲେ ନାହିଁ? କାରଣ କ'ଣ? ସେ ଈଶ୍ୱର ଥିଲେ, ସେଥିପାଇଁ। ସେ ଅଦୃଶ୍ୟ ପରମେଶ୍ୱର ଥିଲେ, ସେଥିପାଇଁ। ସେ ଈଶ୍ୱର ଥିଲେ, ସେ ସ୍ୱୟଂ ପବିତ୍ର ଆତ୍ମା ଥିଲେ, ସେ ଶକ୍ତିଶାଳୀ, ସର୍ବଶକ୍ତିମାନ, ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଥିଲେ, ମାତ୍ର ସେ 100% ମନୁଷ୍ୟ ମଧ୍ୟ ଥିଲେ। କାରଣ ତାଙ୍କୁ ଭୋକ ଲାଗିଥିଲା, ତାଙ୍କୁ ନିଦ ଲାଗିଥିଲା। ପରମେଶ୍ୱରଙ୍କୁ କେବେ ଭୋକ ଲାଗେ ନାହିଁ, ପରମେଶ୍ୱରଙ୍କୁ କେବେ ନିଦ ଆସେ ନାହିଁ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସ୍ୱୟଂ ପରମେଶ୍ୱର ଥିଲେ, ଆଉ ସେ 100% ସେ ମନୁଷ୍ୟ ମଧ୍ୟ ଥିଲେ। ଆଉ ସେ ଯେଉଁ ସମୟରେ ଧରାପୃଷ୍ଠରେ ଥିଲେ, ସେ ପରୀକ୍ଷିତ ହେଲେ, ପାପରେ ସେ ପ୍ରବଞ୍ଚିତ ହେଲେ, ମାତ୍ର ସେ ପାପ କଲେ ନାହିଁ। ଏହାର କାରଣ କ'ଣ? ଯଦି ଆପଣ 16 ପଦ ପଢ଼ିବେ, ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥିପାଇଁ ସେ ପାପରେ ପଡ଼ିଲେ ନାହିଁ, ପାପ କଲେ ନାହିଁ। କାରଣ ସେ ନିଜ ଇଚ୍ଛାରେ, ନିଜ ଚେଷ୍ଟାରେ ସେ ପାପ ଉପରେ ଜୟ ପାଇବା ପାଇଁ ସେ ଇଚ୍ଛା କଲେ ନାହିଁ। ସେଥିପାଇଁ ସେ କହିଲେ ଯୋହନ ଲିଖିତ ସୁସମାଚାର 4 ଅଧ୍ୟାୟ 34 ପଦରେ ଯେ ମୋର ନିଜର ଇଚ୍ଛା ମୁଁ ସାଧନ କରିବା ପାଇଁ ଆସିନାହିଁ, ଈଶ୍ୱରଙ୍କର ଇଚ୍ଛା ସାଧନ କରିବା ମୋର ଖାଦ୍ୟ ଅଟେ। ଏହି ପ୍ରକାର କଥା ସେ କହିଲେ। ପ୍ରଭୁଙ୍କ ନାମର ପ୍ରଶଂସା ହେଉ। ପ୍ରିୟ ଭାଇ ଭଉଣୀମାନେ, ଆମକୁ ପାପ ଉପରେ ଜୟ ପାଇବା ପାଇଁ ନିଜ ଇଚ୍ଛାକୁ ମାରିବା ପାଇଁ ହେବ ଏବଂ ଈଶ୍ୱରଙ୍କର ଅନୁଗ୍ରହର ଅଧୀନରେ ଆମକୁ ରହିବା ପାଇଁ ହେବ। ସେଥିପାଇଁ ସାଧୁ ପାଉଲ ରୋମିଓ ମଣ୍ଡଳୀକୁ ସେ ପତ୍ର ଲେଖିଲା ବେଳେ ସେହି ପ୍ରକାର ଲେଖନ୍ତି। ରୋମିଓ 6 ଅଧ୍ୟାୟ 14 ପଦରେ ଲେଖାଯାଏ ଯେ ପାପ ତୁମ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଅଧିକାର କରିବ ନାହିଁ।
କାହିଁକି ଅଧିକାର କରିବ ନାହିଁ? କାରଣ ତୁମ୍ଭେମାନେ ବ୍ୟବସ୍ଥାର ଅଧୀନରେ ନାହ, ତୁମ୍ଭେମାନେ ଅନୁଗ୍ରହର ଅଧୀନ ଅଟ। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ଅନୁଗ୍ରହ ଦରକାର। ପାପ ଉପରେ ଜୟ ପାଇବା ପାଇଁ ଆମେ ନିଜେ ଯେତେ ଚେଷ୍ଟା କଲେ ମଧ୍ୟ, ଯେତେ ବାଇବେଲ ପଢିଲେ ମଧ୍ୟ, ଆମେ ଯେତେ ଉପବାସ କଲେ ମଧ୍ୟ ଆମେ ଜୟ ପାଇପାରିବା ନାହିଁ। ଆମକୁ ଉପବାସର ଆବଶ୍ୟକ ରହିଛି, ବାଇବେଲ ପଢିବା ଆବଶ୍ୟକ ରହିଛି, ମଣ୍ଡଳୀକୁ ଯିବାର ଆବଶ୍ୟକ ରହିଛି। ମାତ୍ର ଏହି ସବୁ ଆମକୁ ପାପ ଉପରେ ଜୟ ଦେବ ନାହିଁ। କେବଳ କେବଳ ପରମେଶ୍ୱରଙ୍କର ଅନୁଗ୍ରହ ଆମକୁ କଣ କରିବ? ପାପ ଉପରେ ଜୟ ପ୍ରଦାନ କରିବ। ସେଥିପାଇଁ ଆମକୁ ଅନୁଗ୍ରହ ଦରକାର। ଅନୁଗ୍ରହର ସିଂହାସନ ନିକଟକୁ ଯିବା ଆବଶ୍ୟକ ରହିଛି। ଅନୁଗ୍ରହ ସେ କେଉଁମାନଙ୍କୁ ଦିଅନ୍ତି? ଯଦି ଆପଣମାନେ ଯାକୁବ ପୁସ୍ତକ 4 ଅଧ୍ୟାୟକୁ ଆସିବେ, ସାଧୁ ଯାକୁବଙ୍କ ପତ୍ର 4 ଅଧ୍ୟାୟ 6 ପଦରେ ଏ ପ୍ରକାର ଲେଖାଯାଏ, କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି। ଏଣୁ ଉକ୍ତ ଅଛି, ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ନମ୍ର ହେବାର ଆବଶ୍ୟକ ରହିଛି। ଯେବେ ଆମେ ନମ୍ର ହେବା ନାହିଁ, ଆମକୁ ଅନୁଗ୍ରହ ମିଳିବ ନାହିଁ। ଆଉ ଯଦି ଅନୁଗ୍ରହ ପରମେଶ୍ୱର ଆମକୁ ନ ଦିଅନ୍ତି, ତାହେଲେ ଆମେ ପାପ ଉପରେ ଜୟ ପାଇପାରିବା ନାହିଁ। ସେଥିପାଇଁ ପ୍ରଥମ ବିଷୟ, ଆମେ ନମ୍ର ହେବାର ଆବଶ୍ୟକ ରହିଛି, ଯଦ୍ୱାରା ପରମେଶ୍ୱର ଆମକୁ ଅନୁଗ୍ରହ ଦେବେ। ଆଉ ଅନୁଗ୍ରହ ଦ୍ୱାରା ସେ ଆମକୁ ପାପରେ ପଡି ଯାଉଥିବା ସମୟରେ ତାହାଙ୍କର ଅନୁଗ୍ରହରେ ସେ ଆମକୁ ଧରି ରଖିବେ। ପ୍ରଭୁଙ୍କ ନାମର ଗୌରବ। ସେଥିପାଇଁ ଅନୁଗ୍ରହ ସିଂହାସନ ନିକଟକୁ ଯିବାର ଆବଶ୍ୟକ ରହିଛି। ପାପରେ ପ୍ରବଞ୍ଚିତ ହେଉଥିବା ସମୟରେ, ପାପରେ ଆକର୍ଷିତ ହେଉଥିବା ସମୟରେ ଆମେ ନିଜ ବୁଦ୍ଧି ବଳରେ ଆମେ ସେଇଠାରୁ ଜୟ ପାଇବା ପାଇଁ ଚେଷ୍ଟା ନ କରି ନମ୍ର ହୋଇ ପ୍ରଭୁଙ୍କ ନିକଟରେ ଆମେ ନିଜକୁ ସମର୍ପଣ କରିବାର ଆବଶ୍ୟକ ରହିଛି, ଯେ ପରମେଶ୍ୱର ସେହି ସମୟରେ ଅନୁଗ୍ରହରେ ଆମକୁ କଣ କରିବେ? ପାପ ଉପରେ ଜୟ ଦେବେ। ମୁଁ ଆପଣମାନଙ୍କ ନିକଟରେ ଦ୍ୱିତୀୟ ବିଷୟ ରଖିବା ପାଇଁ ଚାହେଁ। ଦ୍ୱିତୀୟ ବିଷୟ, ଦ୍ୱିତୀୟ ଅସ୍ତ୍ର ଯାହା ବ୍ୟବହାର କରିବା ଦ୍ୱାରା ଆମେ ପାପ ଉପରେ ଜୟ ପାଇପାରିବା। ମୋ ସହିତ ଆପଣମାନେ 119 ଗୀତକୁ ଆସିବେ। ଗୀତ ସଂହିତା 119 ଅଧ୍ୟାୟ 11 ପଦରେ ଗୀତ ରଚକ ଏ ପ୍ରକାର କହନ୍ତି, ମୁଁ ଯେପରି ତୁମ୍ଭ ବିରୋଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମର ବାକ୍ୟ ସଞ୍ଚୟ କରି ରଖିଅଛି। ପ୍ରଭୁଙ୍କ ନାମର ଗୌରବ। ପ୍ରିୟ ଭାଇ ଭଉଣୀ ମାନେ, ପାପ ଉପରେ ଜୟ ପାଇବା ପାଇଁ ଆମକୁ କଣ କରିବା ଆବଶ୍ୟକ ରହିଛି? ଆମର ହୃଦୟ ମଧ୍ୟରେ ଈଶ୍ୱରଙ୍କର ବାକ୍ୟକୁ ଆମେ ସଞ୍ଚୟ କରି ରଖିବାର ଆବଶ୍ୟକ ରହିଛି। ପୃଥିବୀର ସବୁଠାରୁ ଉତ୍ତମ ପୁସ୍ତକ, ସର୍ବଶ୍ରେଷ୍ଠ ପୁସ୍ତକ ବାଇବେଲ ଅଟେ। ଆଉ ବାଇବେଲ ରଖିବାର ସ୍ଥାନ ଆମର ହୃଦୟ। ଆମ ହୃଦୟରେ ଈଶ୍ୱରଙ୍କ ବାକ୍ୟ ଯଦି ରହିବ, ଆମେ କଣ ହେଇପାରିବା? ପାପ ଉପରେ ଆମେ ଜୟ ପାଇପାରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମୟରେ ଶୈତାନ ଦ୍ୱାରା ପରୀକ୍ଷିତ ହେଲେ, ସେହି ସମୟରେ ଈଶ୍ୱରଙ୍କର ବାକ୍ୟକୁ ସେ ବ୍ୟବହାର କଲେ। ତାଙ୍କଠାରୁ ଈଶ୍ୱରଙ୍କ ବାକ୍ୟ ନିର୍ଗତ ହେଲା, ଆଉ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଶୈତାନକୁ ସେ ପରାଜୟ କଲେ। ଶୈତାନକୁ ପରାଜୟ କଲେ। ପ୍ରିୟ ଭାଇ ଭଉଣୀ ମାନେ, ସେଥିପାଇଁ ଈଶ୍ୱରଙ୍କ ବାକ୍ୟ ଆମକୁ ଦରକାର। ସାଧୁ ପାଉଲ କଲସ୍ୟ ମଣ୍ଡଳୀ ନିକଟକୁ ପତ୍ର ଲେଖିଲା ବେଳେ ସେ 3 ଅଧ୍ୟାୟ 16 ପଦରେ ଲେଖିଲେ ଯେ ଖ୍ରୀଷ୍ଟଙ୍କର ବାକ୍ୟ ତୁମ୍ଭମାନଙ୍କ ଠାରେ ପ୍ରଚୁର ଭାବରେ ବାସ କର। ଖ୍ରୀଷ୍ଟଙ୍କର ବାକ୍ୟ, ନୂତନ ନିୟମର ବାକ୍ୟ, ସେହି ପବିତ୍ର ଆଉ ଜୀବନ୍ତ ବାକ୍ୟ ଆମ ହୃଦୟ ମଧ୍ୟରେ ରହିବାର ଆବଶ୍ୟକ ରହିଛି। ପ୍ରିୟ ଭାଇ ଭଉଣୀ ମାନେ, ସେଥିପାଇଁ ଆମେ କଣ ହେଇପାରିବା? ଆମେ ପାପ ଉପରେ ଜୟ ପାଇପାରିବା। ମୁଁ ଆପଣମାନଙ୍କ ନିକଟରେ ତୃତୀୟ ଅସ୍ତ୍ର ରଖିବା ପାଇଁ ଚାହେଁ। ତୃତୀୟ ଅସ୍ତ୍ର, ଆପଣମାନେ ମୋ ସହିତ ଗାଲାତୀୟ ପୁସ୍ତକକୁ ଆସିବେ। ଗାଲାତୀୟ ପୁସ୍ତକ ଆପଣମାନେ ଯଦି ଦେଖିବେ, ଗାଲାତୀୟ ପୁସ୍ତକ 5 ଅଧ୍ୟାୟ 16 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। 5 ଅଧ୍ୟାୟ 16 ପଦରେ ଲେଖାଯାଏ, ମୋହର ଭାବ ଏହି ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହା ହେଲେ ତୁମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ପାପ ଉପରେ ଜୟ ପାଇବା ପାଇଁ ଯାହା ତୃତୀୟ ଅସ୍ତ୍ର ପରମେଶ୍ୱର ଆମକୁ ଦେଇଛନ୍ତି, ପବିତ୍ର ଆତ୍ମା। ଲେଖାଯାଏ ଯେ ଯେଉଁମାନେ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ ଅଟନ୍ତି। ଏବଂ ଗାଲାତୀୟ ପୁସ୍ତକରେ ଲେଖାଗଲା ଯେ ମୋହର ଭାବ ଏହି ତୁମେମାନେ ଆତ୍ମାଙ୍କ ଦ୍ୱାରା ଆଚରଣ କର। ସେଥିପାଇଁ କଣ ହେବ? ତୁମ୍ଭେମାନେ ଶରୀରର ଅଭିଳାଷକୁ ପୂର୍ଣ୍ଣ କରିବ ନାହିଁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ।
परमेश्वर आमको केवल पाप उपरे जय पाओ बोली से कहले नहीं, पाप उपरे जय पाइबार उपाय गुड़िक से आमको देइछन्ते। पवित्र आत्मा आमको देइछन्ते। काहेकि देइछन्ते? भूत छड़ाइबा पाई नहीं, रोग सुस्थ करिबा पाई, केवल अन्य पर भाषा कहइबा पाई, एति पाई नहीं। पवित्र आत्मा आमको एति पाई परमेश्वर देइछन्ति पाप उपरे जय मध्य प्रदान करिबा पाई। लिखा जाए सेति पाई जे सहाय्यकारी पवित्र आत्मा होचन्ति हमरो सहाय्यकारी। क्यों क्यों क्षेत्र में सहाय्यकारी? सब क्षेत्र में से हमको सहाय्य करबा पे प्रस्तुत। से जबरदस्तीकारी नुहंती, से सहाय्यकारी अटंती। केतेबेले से सहाय्य करंती जेतेबेले आमे तांकर सहाय्य को मागु। जे समय आमे पाप रे पड़ी जाउछु, आमे पारु न, से समय रे कहिबार अछि पिता तुमर आत्मा को द्वारा तुम मते सहाय्य कर। से हमको सहाय्य करिवे आ पाप ठारू से हमको कोन करिवे? जय प्रदान करिवे। मु आपण मान निकट रे चतुर्थ अस्त्र रखिबा पाई चाहे। चतुर्थ अस्त्र बा चतुर्थ विषय जहां हमको पाप उपरे जय पाइबा पाई हमको कोन करे? सहाय्य करे। मो सहित आपण माने रोमियो पुस्तक को आसीबे। रोमियो पुस्तक 8 अध्याय, रोमियो पुस्तक 8 अध्याय 34 पद रे एक प्रकार लिखा जाए कि दंडाज्ञा देव ख्रीष्ट जीशु तो मृत्यु भोग कले, बरं से उत्थापित हेले, से ईश्वर को दक्षिण पार्श्व अच्छी, से मध्य आंभ मान निमंते निवेदन करुछंती। जदि आपण माने एब्री पुस्तक को आसे, एब्री पुस्तक से ही सेम कथा, एब्री पुस्तक 7 अध्याय 25 पद रे एक प्रकार लिखा जाए। एब्री 7:25 रे लिखा गला, अतएव ताहांको द्वारा जो माने ईश्वर को निकटवर्ती हुंती सेमानंकु से संपूर्ण रूपे परित्राण देवाकू सक्षम अटंती, जेनु सेमानंको निमंते निवेदन करिबा पाई से नित्य जीवित। मु प्रभु को धन्यवाद दिए। यही कथा हमको मन रखिबा आवश्यक रही, बोध प्राप्त हेबार आवश्यक रही जे प्रभु यीशु ख्रीष्ट आम पाई से मध्यस्थ प्रार्थना करुछन्ति। हमको पाप उपरे जय प्रदान जेतेबेले आमे पाऊ से समय आमे मने पकाइबार आवश्यक रही, जानिबा आवश्यक रही जे प्रभु यीशु ख्रीष्ट से मो पाई प्रार्थना करुछन्ति आ ताहांकर मध्यस्थ प्रार्थना आज मते पाप उपरे जय देछि, विजय देछि। लिखा जाए जे संपूर्ण परित्राण करिबा पाई से सक्षम आउरी से आम निमंते प्रार्थना करिया पाई से सबु बेले जीवित। प्रिय भाई भणी माने आज अनेक समय रे आमे पाप उपरे जय पाइबा पाई प्रार्थना करिना हूं, हमर निर्जीव जानपथ मध्य सुरक्षा पाइबा पाई प्रार्थना करिना हूं, मात्र आमे भलरे अछु, जीवित अछु, आमे पवित्र जीवन यापन करुछु। यार कारण कौन हे पारे? कारण आम पाई जणे सपक्षवादी से स्वर्ग रे अछंती, से आम पाई प्रार्थना करुछंती। आमे जे प्रकार दंड प्राप्त न हेउ, आमे जे प्रकार बाधा प्राप्त न हेउ, एथि पाई से आम निमंते मध्यस्थी प्रार्थना करुछंती। प्रिय भाई बहन माने प्रभु को नाम गौरव हो। प्रभु यीशु ख्रीष्टंकर प्रार्थना आमको कौन करे? आमको जय प्रदान करे, पाप उपरे विजय जीवन यापन करिया पाए आमको कौन करे? सहायता करे। सेति पाई एहा आमनकर मने रहिबार अछि, बोध प्राप्त आमे हेबार अछि ख्रीष्ट विश्वासी भावरे जे मो प्रभु यीशु ख्रीष्ट मो पाई प्रार्थना करुछन्ति, मो पाई प्रार्थना करुछन्ति। से आम पाई केते मनोयोगी परमेश्वर अटंती। प्रिय भाई भणी माने मो शेष कथा आपण मानक निकट रखिबा पाई चाहे जे कौन करिबा आवश्यक रही हमें पाप उपरे जय पाइबा पाई। शेष कथा बा शेष अस्त्र आमे जदि जानिबा बहुत भलो हेबो जे प्रभु यीशु ख्रीष्ट दिने अपना शिष्य मान को कहले। माथ्यू लिखित सुसमाचार 26 अध्याय 41 पद लिखा जाए, परीक्षा रे जेपड़ी न पड़ एथिपाई जागी रही प्रार्थना कर, आत्मा इच्छुक सत्य मात्र शरीर दुर्बल। प्रिय भाई भणी माने आमे जे अनुग्रह प्रभु आमको देले ताहा नुहे, परमेश्वर आमको वाक्य देइछन्ति, पवित्र आत्मा देइछन्ति, से आम पाई प्रार्थना करुछन्ति जे एहा आम पाई यथेष्ट ताहा नुहे। जदि आमे सेल्फ कंट्रोल हेबा नाही, आमे जदि इच्छा करिबा नाही, आमे जदि निजे प्रभु को निकट समर्पण हेबा नाही, आग्रह हेबा नाही, ताहले परमेश्वर काहाको मध्य से निजे टाणी नहीं, निजे पवित्र करी, निजे धार्मिक गणना करी, निजे परित्राण देई से सब करंती नाही। आमे जेतेबेले इच्छा करू प्रभु को निकट को फेरी जाओ, आम ठारे गोटे
ପରିତ୍ରାଣ ପାଇବାର ବା ପାପ ଉପରେ ଜୟ ପାଇବାର ଇଚ୍ଛା ଶକ୍ତି ଥାଏ, ଆଗ୍ରହ ଥାଏ, ସେଇ ସବୁ ମନୋଭାବକୁ ଦେଖି ପରମେଶ୍ୱର କଣ କରନ୍ତି? ସାହାଯ୍ୟ କରନ୍ତି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଆମ ପାଇଁ ପ୍ରାର୍ଥନା କରୁଛନ୍ତି, ସେଥିପାଇଁ ଆମେ ମନ ଇଚ୍ଛା ଜୀବନ ଯାପନ କରିବା ଏହା କୁହାଯାଉ ନାହିଁ। କିନ୍ତୁ ଆମର ମଧ୍ୟ କର୍ତ୍ତବ୍ୟ ରହିଛି ଯେ ଆମେ ମଧ୍ୟ ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। କଣ ବୋଲି ପ୍ରାର୍ଥନା କରିବାର ଆବଶ୍ୟକ ରହିଛି? ପ୍ରଭୁ ମୋ ଜୀବନରେ ପରୀକ୍ଷା ନ ଆସୁ, ଏଥିପାଇଁ ନାହିଁ। ପରୀକ୍ଷା ଆସିବ, ପ୍ରଲୋଭନ ଆସିବ, ରୋଗ କ୍ଲେଶ ଆସିବ, ସମସ୍ୟା ଆସିବ, ମାତ୍ର ସେଇଠାରେ ତୁମେ ପଡି ନ ଯିବା ପାଇଁ, ହାରି ନ ଯିବା ପାଇଁ ତୁମକୁ କଣ କରିବାର ଅଛି? ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। ଲେଖାଯାଉଛି ପରୀକ୍ଷାରେ ଯେପରି ନ ପଡ ବୋଲି କହିଲେ, ପାପରେ ଯେ ପ୍ରକାର ନ ପଡ, ପାପରେ ହାରି ନ ଯାଅ, ସେଥିପାଇଁ ଜାଗି ରହି ପ୍ରାର୍ଥନା କର। ପ୍ରିୟ ଭାଇ ଭଉଣୀ ମାନେ, ଆମେ ପ୍ରାର୍ଥନା ଯଦି ରହିବା, ଆମକୁ ଆମର ଆତ୍ମିକ ପୁରୁଷ ବଳ ପ୍ରାପ୍ତ ହେବ, ଅଭିଳାଷ ଗୁଡିକ ମରିଯିବ। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ପ୍ରାର୍ଥନାରେ ଆମକୁ ରହିବାର ଅଛି, ପ୍ରାର୍ଥନା କରିବାର ଅଛି, ଯଦ୍ୱାରା ଆମେ ପାପ ଉପରେ ବିଜୟ ପାଇପାରିବା, ଜୟ ପାଇପାରିବା। ପ୍ରଭୁଙ୍କ ନାମର ଗୌରବ ଆସୁ। ଯଦି ଆମେ ପାପ ଉପରେ ଜୟ ପାଇବା ପାଇଁ ଆମର କ୍ଷୁଧା ତୃଷା ଯଦି ଅଛି, ଆମେ ଏହି 5ଟି ଅସ୍ତ୍ରକୁ ବ୍ୟବହାର କରୁ। ଆମେ ଅନୁଗ୍ରହର ସିଂହାସନ ନିକଟକୁ ଯାଉ, ଈଶ୍ୱରଙ୍କ ବାକ୍ୟକୁ ଆମର ହୃଦୟ ମଧ୍ୟରେ ଆମେ ସଞ୍ଚୟ କରି ରଖୁ। ତାପରେ ଆମେ ଆତ୍ମାରେ ଚାଳିତ ହେଉ। ତାପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଆମ ପାଇଁ ମଧ୍ୟସ୍ଥ ପ୍ରାର୍ଥନା କରୁଛନ୍ତି, ଏହା ମାନେ ବୋଧପ୍ରାପ୍ତ ହେଉ, ମନେ ରଖୁ, ସ୍ମରଣରେ ରଖୁ, ଆଉ ତାଙ୍କୁ ଆମେ ଧନ୍ୟବାଦ ଦେଉ। ଏବଂ ଶେଷ କଥା ଯେ ଆମେ ନିଜେ ମଧ୍ୟ ପ୍ରାର୍ଥନା କରୁ, ଜାଗ୍ରତ ହେଉ, ପ୍ରଭୁଙ୍କ ନିକଟରେ ନମ୍ର ହୋଇ ସମର୍ପଣ ହୋଇ ଫେରି ଆସୁ, ଯଦ୍ୱାରା ଆମେ କଣ ହେଇପାରୁ? ଯେ ଏହି ସବୁ ପାପ ଉପରେ ଆମେ ଜୟ ପାଇପାରୁ। ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।